ओम नमो भगवते वासुदेवाय। एकविंशोऽध्याय। श्रीशुकवाच। शुक कहन्ति ज्ञान भावे भरत वंश शुण एवे वितथ्य पुत्र मनु हुए शुण हो ताहार तनये बृहत क्षेत्र ज्येष्ठ सुत जयता परे हेला जात तृतीये महावीर्य नाम चतुर्थे नर हेला जन्म पंचम गर्भ नामे ख्यात एमन्ते हेला पांच सुत नरर तनय संस्कृति ताहार दुईटी सन्तति प्रथम गुरु नाम ख्यात रन्ति देव द्वितीय सुत जाजस इह परलोके द्विजे कहन्ति एके एके धर्मे लभई धन जेते न भुञ्जी दान करे निर्ते निरते अकिञ्चन प्रिय कुटुम्बे न करई स्नेह एमन्ते जेते धन थिला अतिथि अर्थे व्यर्थ कला तेणु से होई धनहीन कष्टरे बଞ୍ଚुथाई दिन क्षुधार्थ होई बञ्चे निर्तो कुटुम्ब गणଙ୍କ सहिते क्षुधार्थ होई बञ्चे निर्त्वे कुटुम्ब गणଙ୍କ सहिते अर्ण अभावे तनु क्षीण हेले कुटुम्बे अवसर्ण 48 दिन गला जल मात्र से न खाइला क्षुधारे कम्पे कळेबर जीर्ण होइला ता शरीर 48 दिन अन्ते खाद्य मिलिला अकस्माते घृत पायस रस पाणी प्रभाते सञ्चे नृपमणि शुण राजन शुद्ध मने तार मन्दिरे सेहि दिने विप्र अतिथि आसी मिले तार अतिथि पूजा बेले आनन्दे भिक्षा ताकु देला तदन्ते शूद्रक मिलिला जे अबा अवशेष अर्ण कुटुम्बे करन्ते भोजन ताहाकु विष्णु प्राये मणि बेगे से देला भिक्षा आणी से पुणी गृहे भुञ्जी जान्ते शबर श्वानर सङ्गते घरे मिलिला रात्रे आसी बोलई तार द्वारे बसी भो राजा भिक्षा दिय मोते भुञ्जीबि श्वानर सहिते जेबा कुटुम्ब अर्थे थिला तक्षणे तार हस्ते देला श्वान समेत अन्न खाई से पुणी जान्ते तोष होई तदन्ते एकई पुकस आसी मिलिला राजा पास बोइला तार मुख चाही हे नृप भिक्षा दिय तुही क्षुधारे अतिथि कातर कम्पई तार कळेबर ताठारे अति दया बही अमृतमय वाक्य कही जगदीश्वर ठारे मुहि एमन्ते प्रार्थना करई अणिमा आदि निधि जेते मुक्ति मुनई छई चिते प्राणीर दुखरे दुखित
ସର୍ବଦା ହେଉ ମୋର ଚିତ। ହେ ପ୍ରଭୁ ଦୟା ମୋତେ କର, ମୁଁ କରେ ଲୋକ ଉପକାର। ଏମନ୍ତେ ସ୍ତୁତି ବାକ୍ୟ କହି, ସେବନ୍ତି ଦେବ ନର ସାଇଁ। କ୍ଷୁଧା ତୃଷାରେ ହୋଇ ଶାନ୍ତ, ଦେହ ଘୂର୍ଣ୍ଣନେ ଅତି କ୍ଳାନ୍ତ। ତଥାପି ଦୁଃଖ ନ ବିଚାରି, ଶୋକ ବିଷାଦ ପରିହରି। ପୁକସ ଜୀବନ ଧାରଣେ, ଉପାୟ ଚିନ୍ତିଲା କମନେ। ଯେ ଥିଲା ତାର ଜଳ ଅର୍ଣ୍ଣ, ପୁକସେ କଲା ସମର୍ପଣ। ନିଜେ ସେ ମୃତ ପ୍ରାୟ ହେଲା, ତଥାପି ଅତିଥି ପୂଜିଲା। ଦେଖି ତାହାର ଧୈର୍ଯ୍ୟପଣ, ବାସବ ଆଦି ଦେବଗଣ। ସମ୍ମୁଖେ ତାହାର ମିଳିଲେ, ଆପଣା ମାୟା ଦୂର କଲେ। ସନ୍ତୋଷେ ତାର ମୁଖ ଚାହିଁ, କହନ୍ତି ଶୁଣ ନର ସାଇଁ। ବ୍ରାହ୍ମଣ ଆଦି ବେଶ ଯେତେ, ମାୟାରେ ଦେଖାଇଲୁ ତୋତେ। ତୋହର ଧୈର୍ଯ୍ୟପଣ ଦେଖି, ଆମ୍ଭେ ଅତ୍ୟନ୍ତ ହେଲୁ ସୁଖୀ। ଦେବଙ୍କ ବାକ୍ୟ ଶୁଣି ରାଜା, ପ୍ରଣାମ କରି କଲା ପୂଜା। କିଛି ତାକୁ ନ ମାଗିଲା, ହରିଙ୍କ ପାଦେ ଚିତ୍ତ ଦେଲା। ଏବେ ହୋ ଶୁଣ ନୃପବର, ସେବନ୍ତି ଦେବ ନରେଶ୍ୱର। ସେ ବାସୁଦେବଙ୍କ ଚରଣେ, ଚିତ୍ତ ନିବେଶି ଅନୁକ୍ଷଣେ। ସର୍ବ ବିଷୟ କଲା ତ୍ୟାଗ, ଚିତ୍ତରେ ଜନ୍ମାଇ ବୈରାଗ୍ୟ। ମାୟା ତାହାକୁ ନ ଲାଗିଲା, ଯେଣୁ ଈଶ୍ୱରେ ଚିତ୍ତ ଦେଲା। ତାହାର ଅଳ୍ପ ଆତ୍ମଜନ, ସକଳେ ବିଶ୍ୱପାଦେ ମଗ୍ନ। ପରମ ଯୋଗ ସେ ଲଭିଲେ, ପରଂ ବ୍ରହ୍ମରେ ଲୀନ ହେଲେ। ଗର୍ଗଙ୍କ ଠାରୁ ସିନି ଜାତ, ଗାର୍ଗ୍ୟ ତାହାଙ୍କ ହେଲେ ପୁତ୍ର। କ୍ଷତ୍ରିୟ ହୋଇ ଦ୍ୱିଜ ହେଲେ, ତପସ୍ୟା ଆରାଧନା ଫଳେ। ମହାବୀର୍ଯ୍ୟର ତହୁଁ ଜାତ, ଦୁରିତ କ୍ଷୟ ନାମେ ପୁତ୍ର। ତହୁଁ ଜନ୍ମିଲେ ପୁତ୍ର ତିନି, ପ୍ରଥମ ନାମ ଚର୍ଚ୍ଚରୁଣୀ। କବି ପୃଷ୍ଠରା ଘେନି ଋଣୀ, ଏମନ୍ତେ ହେଲେ ପୁତ୍ର ତିନି। ସେ ତିନି ଜଣ ତପୋବଳେ, ସେ ତିନି ଜଣ ତପୋବଳେ। ବ୍ରାହ୍ମଣ ଭାବକୁ ଲଭିଲେ, ବୃହତ୍ କ୍ଷେତ୍ରର ଯେ ନନ୍ଦନ। ହସ୍ତୀ ନାମରେ ବିଦ୍ୟମାନ, ତେଣୁ ସେ ପୁରୀ ନିର୍ମାଣିଲା। ତେଣୁ ହସ୍ତିନା ନାମ ଦେଲା। ହସ୍ତୀର ହେଲେ ତିନି ସୁତ, ଅଜମିଢ଼ ଦ୍ୱିମିଢ଼ ଖ୍ୟାତ। ଅପର ପୁରୁ ମିଢ଼ ଘେନି, ଏମନ୍ତେ ହେଲେ ପୁତ୍ର ତିନି। ପ୍ରିୟ ମେଧାତି ଦ୍ୱିଜଗଣ, ଅଜମିଢ଼ ବଂଶେ ଉତ୍ପନ୍ନ। ଅଜମିଢ଼ର ଅନ୍ୟ ସୁତ, ବୃହଦିଖୁ ନାମରେ ଖ୍ୟାତ। ବୃହଦନ୍ତୁ ତାର ତନୟ, ତା ପୁତ୍ର ଅଟେ ବୃହତ୍କାୟ। ତହୁଁ ଜୟଦ୍ରଥ ଜନ୍ମିଲା, ବିଶଦ ନାମେ ତାର ବଳା। ବିଶଦ ପୁତ୍ର ସେନଜିତ, ତାହାର ହେଲା ଚାରି ସୁତ। ରୁଚିରାଶୋ ପ୍ରଥମ ତନୁ,
ଦ୍ୱିତୀୟ ପୁତ୍ର ଦୃଢ଼ ହନୁ, ତୃତୀୟ କାଶ୍ୟ ନାମେ ଖ୍ୟାତ, ବତ୍ସ ଯେ ହୋଇଲା ଚତୁର୍ଥ। ରୁଚିରାଶୋର ପୁତ୍ର ପାର, ପୃଥୁସେନ ତାର କୁମର, ପାରର ନିପ ନାମେ ସୁତ, ଆବର ଥିଲା ଏକ ପୁତ୍ର। ସେ ନିପ ଜଗତେ ବିଦିତ, ତାହାର ହେଲେ ସତ ସୁତ। ଶୁକ କନ୍ୟକୃତି ଗର୍ଭରେ, ସେ ଏକ ପୁତ୍ର ଲାଭ କରେ, ଯାହାର ନାମ ବ୍ରହ୍ମଦତ୍ତ, ସେ ନୃତ୍ୟ ଯୋଗ ଜ୍ଞାନେ ରତ। ପତ୍ନୀ ତାହାର ସରସ୍ୱତୀ, ବିଶ୍ୱକ୍ସେନ ତାର ସନ୍ତତି। ସେ ବିଶ୍ଳେଷଣ ଯୋଗ କଲା, ଯୋଗୀ ସବ୍ୟକୁ ଆରାଧିଲା। ଯୋଗ ଶାସ୍ତ୍ରର ତନ୍ତ୍ରମାନ, ଅନେକ କଲା ପ୍ରଣୟନ। ଉଦକ୍ସେନ ତାର ନନ୍ଦନ, ତହୁଁ ଉଲ୍ଲାଟ ତତ ଉତ୍ତପର୍ଣ୍ଣ। ବୃହଦୀ କ୍ଷୁର ବଂଶ ଏତେ, କହିଲୁ ତୋହର ଅଗ୍ରତେ। ଏବେ ତୁ ଶୁଣ ନରନାଥ, ଦ୍ୱିମୀଢ଼ ବଂଶର ଚରିତ। ଦ୍ୱିମୀଢ଼ ପୁତ୍ର ଯବନୀର, କୃତିମାନ ତାର କୁମର। ସତ୍ୟଧୃତିକ ସେ ଜନ୍ମାଇ, ତାତହୁଁ ଦୃଢ଼ ନେମି ହୋଇ। ସ୍ୱପାର୍ଶ୍ୱ ଅଟେ ତା ସନ୍ତତି, ତାହାର ପୁତ୍ର ଯେ ସୁମତି। ସନ୍ତତମାନ ତାର ସୁତ, ତହୁଁ କୃତି ହେଲା ସମ୍ଭୂତ। ହିରଣ୍ୟନାଭ ତହୁଁ ଦୀକ୍ଷା, ପାଇ ସେ ଯୋଗ କଲା ଶିକ୍ଷା। ପ୍ରାଚ୍ୟ ସମସଂହିତା ମାନ, କୃତି ତା କଲା ଭିନ୍ନ ଭିନ୍ନ। ସଂହିତା ଷଡ଼ଭାଗ କଲା, ଶିଷ୍ୟ ପ୍ରଶିଷ୍ୟ ଶିକ୍ଷା ଦେଲା। ପ୍ରାୟୁଧ କୃତିର ନନ୍ଦନ, କ୍ଷମତା ତହୁଁ ହେଲା ଜନ୍ମ। ସୁବୀର କ୍ଷମର ତନୟ, ତାହାର ପୁତ୍ର ରିପୁଞ୍ଜୟ। ବହୁରଥ ତାହାର ସୁତ, ଦ୍ୱିମୀଢ଼ ବଂଶେ ଏତେ ଖ୍ୟାତ। ପୁରୁମୀଢ଼ ଯେ ନିଃସନ୍ତାନ, ଅଜମୀଢ଼ର ବଂଶ ଶୂନ। ନଳିନୀ ପତ୍ନୀ ଗର୍ଭେ ତାର, ନୀଳ ନାମେ ହେଲା କୁମର। ନୀଳର ପୁତ୍ର ଶାନ୍ତି ହେଲା, ତହୁଁ ସୁଶାନ୍ତି ଉପୁଜିଲା। ପୁରଜ ନାମେ ତାର ସୁତ, ତା ପୁତ୍ର ଅର୍କ ନାମେ ଖ୍ୟାତ। ଉର୍ମାସ୍ୟ ତାହାର ନନ୍ଦନ, ପୁତ୍ର ତାହାର ପାଞ୍ଚ ଜଣ। ମୁଦ୍ଗଲ ପବନୀର ବେଣୀ, ବୃହତ୍ ବିଶ୍ୱକାମ୍ପିଲ୍ୟ ଘେନି। ଆବର ସଂଶୟ ସହିତେ, ଏ ରୂପେ ହେଲେ ପାଞ୍ଚ ସୁତେ। ଉର୍ମାସ୍ୟ ଏକ ଦିନ ବସି, ପୁତ୍ରଙ୍କ ଗୁଣ ପରଶଂସି। ପାଞ୍ଚଇ ବିଷୟ ରକ୍ଷଣେ, ସମର୍ଥ ହେଲେ ପୁତ୍ରମାନେ। ତେଣୁ ପଞ୍ଚାଳ ସଂଜ୍ଞା ଦେଲା, ପୁତ୍ରମାନଙ୍କୁ ପ୍ରଶଂସିଲା। ମୁଦ୍ଗଲ ତହୁଁ ହେଲା ଖ୍ୟାତ, ମୌଦାରା ବ୍ରାହ୍ମଣଙ୍କ ଗୋତ୍ର। ମୁଦ୍ଗଲ ତହୁଁ ଉତ୍ତପର୍ଣ୍ଣ, ହୋଇଲା ଯମଜ ସନ୍ତାନ। ମୁଦ୍ଗଲ ପୁତ୍ର କନ୍ୟା ଦେଖି, ଅତ୍ୟନ୍ତ ହୋଇଲା ସୁଖୀ। ତା ନାମ ଦିବଦାସ ହେଲା, କନ୍ୟାର ନାମ ଯେ ଅହଲ୍ୟା।
ଗୌତମ ହେଲେ ତାର ପତି, ଶତାନନ୍ଦ ତାର ସନ୍ତତି, ଶତଧୃତି ତାହାର ସୁତ, ସେ ଧନୁର୍ବେଦେ ସୁପଣ୍ଡିତ, ତାର କୁମର ସରଦାନ, ଅତି ସୁନ୍ଦର ମନୋରମ, ଉର୍ବଶୀ ଦେଖି ମନ ତୋଷେ, ତାହାର ବସେ କାମରସେ, ଧରି ନ ପାରିରେ ତଦମ୍ଭେ, ତକ୍ଷଣେ ପଡ଼େ ସରଖମ୍ବେ, ପୁତ୍ର ଦୁହିତା ହୁଏ ଜାତ, ବନେ ହୋଇଲେ ଅରକ୍ଷିତ, ଏମନ୍ତେ ପାହିଲା ରଜନୀ, ଶାନ୍ତନୁ ହସ୍ତେ ଧନୁ ଘେନି, ମୃଗୟା ଅର୍ଥେ ବନେ ଗଲା, ସେ କନ୍ୟା ପୁତ୍ରଙ୍କୁ ଚାହିଁଲା, ସନ୍ଦେହ ମନେ ବିଚାରଇ, ଅଦ୍ଭୁତ କନ୍ୟା ପୁତ୍ରେ ଚାହିଁ, କିଏ କାହାର କନ୍ୟା ସୁତେ, ବନେ ଅଛନ୍ତି ଅରକ୍ଷିତେ, ଏମନ୍ତ ଚିତ୍ତେ କୃପା କରି, କନ୍ୟାକୁ ମର କୋଳେ ଧରି, ମନ୍ଦିରେ ମିଳି ସେ ରାଜନ, କନ୍ୟାକୁ ମରେ ଦେଲା ନାମ, କୃପାବଶରେ କୃପ ନାମ, ଅତି ସୁନ୍ଦର ଅନୁପମ, କନ୍ୟାକୁ କୃପୀ ନାମ ଦେଲା, ଦ୍ରୋଣେ ତାହାକୁ ବିଭା କଲା, ବୋଲଇ ବିପ୍ର ଜଗନ୍ନାଥ, ନବମେ ବଂଶାନୁଚରିତ, ଶୁଣ ସୁଜନେ ଏକ ଚିତ୍ତେ, ସଂସାରୁ ତରିବ ଯେ ମନ୍ତେ, କୃଷ୍ଣ ଚରିତ ଅତି ସାର, ଦୁର୍ଲଭ ମନୁଷ୍ୟ ଶରୀର। ଇତି ଶ୍ରୀମଦ୍ଭାଗବତେ ମହାପୁରାଣେ ପାରମହଂସ୍ୟ ସଂହିତାୟାବୈୟାସିକ୍ୟାଂ ନବମ ସ୍କନ୍ଧେ ବଂଶାନୁଚରିତେ ନାମ एकविंशोऽध्यायः। ଓମ୍ ନମୋ ଭଗବତେ ବାସୁଦେବାୟ।